ପିଲାମାନେ ତ ଆଜି ଆମେ ଷ୍ଟାର୍ଟ କରିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମାତୃଭାଷାର ପାଠ 10 ମ ମିଶାଣ ଫ ହେଲା ମଫମ୍ଫ ମ ମିଶାଣ ଘ ହେଲା ୱଙ୍ଘଙ୍ଗ। ତ କ'ଣ ଅଛି ଦେଖିବା ଚାଲ। ବାମ୍ଫ ଲମ୍ଫ ବାମ୍ଫି କଦମ ଡେମ୍ଫ ବାମ୍ଫି ସଂଘ ଶୁଙ୍ଘିବା କଦମ ଡେମ୍ଫ ଲଙ୍ଘନ। ତ ଚାଲ ବିଷୟଟି ପଢ଼ିବା। ବାଘ ଗୁମ୍ଫା ଭିତରେ ରହେ। ମାଙ୍କଡ଼ ମାନେ ଲମ୍ଫ ଦେଇ ଗୋଟିଏ ଡାଳରୁ ଆଉ ଗୋଟିଏ ଡାଳକୁ ଯାଇଥାନ୍ତି। ବାମ୍ଫିର ଜଳ ପିଇବାକୁ ଥଣ୍ଡା ଲାଗେ। ଡାଫଣରେ ଅଖା ସିଲେଇ ହୁଏ। ଖଣ୍ଡଗିରି ପାହାଡ଼ରେ ହାତୀ ଗୁମ୍ଫା ଓ ରାଣୀ ଗୁମ୍ଫା ଅଛି। ସବୁ ଗାଁରେ ଯୁବକ ସଂଘ ଥାଏ। ସାଂଘାତିକ ଜ୍ୱର ହେଲେ ରୋଗୀଙ୍କୁ ଡାକ୍ତରଖାନା ନେବା ଉଚିତ। ସଂଘମିତ୍ରା ଶ୍ରୀଲଙ୍କାରେ ଧର୍ମ ପ୍ରଚାର କରିଥିଲେ। ତ କ'ଣ ଦେଇଛି? ବାଘ ରୁହେ ଗୁମ୍ଫା ଭିତରେ। ମାଙ୍କଡ଼ ମାନେ ଲମ୍ଫ ନେଇ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଇଥାନ୍ତି। ତେବେ ଏବେ କ୍ୱେଶ୍ଚିନ୍ ଆନ୍ସର କ'ଣ ଦେଇଛି? ଅଖା କେଉଁଥିରେ ସିଲେଇ ହୁଏ? ଡାଫଣରେ। ଖଣ୍ଡଗିରି ପାହାଡ଼ରେ କେଉଁ କେଉଁ ଗୁମ୍ଫା ଅଛି? ଖଣ୍ଡଗିରି ପାହାଡ଼ରେ ହାତୀ ଗୁମ୍ଫା ଓ ରାଣୀ ଗୁମ୍ଫା ଅଛି। ବାଘ କେଉଁଠାରେ ରହେ? ବାଘ ଗୁମ୍ଫା ଭିତରେ ରହେ। ବାମ୍ଫିରେ ଜଳ କିପରି ଲାଗେ? ବାମ୍ଫିର ଜଳ ଥଣ୍ଡା ଲାଗେ। ତାପରେ ଦେଇଛି ବିଶ୍ଳେଷଣ କରିବା ପାଇଁ। ଗୁମ୍ଫା ଗରେ ହଲନ୍ତ ହର୍ଷ ଓ ମରେ ହଲନ୍ତ ଫରେ ଆକାର ଫ ମିଶାଣ ଆ। ତାପରେ ଦେଇଛି ବାମ୍ଫି ବରେ ହଲନ୍ତ ଆ ମରେ ହଲନ୍ତ ଫ ଦୀର୍ଘଇ। ସଂଘ କେମିତି? ସ ଠରେ ହଲନ୍ତ ଉଁରେ ହଲନ୍ତ ଘରେ ହଲନ୍ତ ଘ ମିଶାଣ ଅ। ମଫମ୍ଫ ଲଗାଇ ଓ ୱଙ୍ଘଙ୍ଗ ଲଗାଇ ତିନୋଟି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଓ ବେଲ୍ ଆଇକନ୍କୁ ଦବାଇ ଦେବେ, ଯାହାଫଳରେ ସବୁ ଭିଡ଼ିଓର ନୋଟିଫିକେସନ୍ ମିଳିବ।